जलीय बाष्प क्वांटिटी आम देखो सर मैक्सिमम जलीय बाष्प ये अच्छी आम बहुत कम अच्छी ऑलरेडी आम सर ये सर इंटेंस बादल अच्छी ये सर डिसजॉइंटेड बादल जो 15 किलोमीटर स्पीड जाऊँ सर बादल का बड़ी हाइट ये जो काली ओडिशा टी जानी पस्ता पस्ता टे चली मुख्यमंत्री शुभंगी अच्छा जो गुरुजी विजिबल रेंज पाखे संगठित कर बादल रखे मालकानगिरी आज बात्या मंथार प्रभाव और यार मुकाबला संपर्क में समीक्षा बैठक करागला। विशेषकर पाणीपाग विभाग सूचना अनुजाई यह आंध्र प्रदेश मछलीपट्टनम और कलिंगपट्टनम मध्य आज संध्या किंबा राति सुधा यह आमर काकीनडा जो स्थान अच्छी से जगार फल करिवार संभावना अच्छी। जदियो ये बात्या सीधा सड़क भाव में डायरेक्टली ओडिशा रे या फल करूना बा अतिक्रम करूना तापरे मध्य तार जो प्रभाव रहिबो दक्षिण ओडिशा रे विशेष करिकी 8टी जिल्ला रे और से जिला मानकरे व्यापक वर्षा हबो पवन मध्य रहिबो एवं वर्षा भी से जिला मानकरे किछि किछि अल्प वर्षा भी आरंभ हो जाइछि। विशेष करिकी आम ओडिशा रे बात्या मंथार प्रभाव कारण विशेष करी 8टी जिला प्रभावित होछि। गजपति, गंजाम, रायगड़ा, कोरापुट, मालकानगिरी, कंधमाल, कलाहांडी, नवरंगपुर ये जिला मानकरे प्रभावित होबार बेसी संभावना अछि। एवं प्रथम दिन में 5टी जिले में प्रभावित हेबो। सेथिरे अविभक्त गंजाम जिला प्रभावित हेबो 2टी जिला। द्वितीय दिन में मध्य 5टी जिला प्रभावित हेबो। ये गंजाम अविभक्त जिला रो प्रभाव सेतल को कमी जिवो एवं नवरंगपुर एवं आमर कलाहांडी जिला एथिरे प्रभावित होबार संभावना अछि। और से दृष्टिकोण आमर व्यापक भाव में ओडिशा सरकार तरफ एवं विशेष करिकी आमर डिसास्टर मैनेजमेंट जो आमर रही ए विभाग तरफ या गत 3 दिन धरिकी आमर विभागर मंत्री मानव सुरेश पुजारी एवं आमर एसआर सिंह जरिया या रिव्यू करा जायछि। एवं आमर जो प्रति वर्ष भली एथर मध्य जीरो काजुआलिटी शून्य मृत्युर जो आमे लक्ष्य रखिकरी आमे कार्यक्रम करूछु आ सेथिपाई सुरक्षित स्थान को नेबा पाई लोकन को मध्य आमे एवाकुएट करूछंती। सेथिरे आमे 2048 बात्या बन्या आश्रय स्थल आमे प्रस्तुत करिकरी आमे रखि सारिछु। 8टी जिले में 11,396 जन लोकन को सुरक्षित स्थान को स्थानांतरित ऑलरेडी करा जाय सारिछि। आहुरी यदि आवश्यक हम ताले 30,000
554 ଜଣଙ୍କୁ ମଧ୍ୟ ନେବା ପାଇଁ ଚିହ୍ନଟ କରାଯାଇଛି, ତାହା ମଧ୍ୟ କାର୍ଯ୍ୟକାରୀ କରାଯିବ। ବେସିକାଲି ଯେଉଁ ସମସ୍ୟା ବର୍ଷା ସମୟରେ ବା ବାତ୍ୟା ସମୟରେ ହୁଏ, ସେଥିରେ ଗର୍ଭବତୀ ମହିଳାମାନଙ୍କର ସ୍ୱତନ୍ତ୍ର ତାଙ୍କୁ କିଭଳି ଭାବରେ ନିରାପଦ ସ୍ଥାନକୁ ନିଆଯିବ, ମେଡ଼ିକାଲକୁ ନିଆଯିବ, ସେଥିପାଇଁ 1871 ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଲରେଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଉ 822 ଜଣଙ୍କୁ ମଧ୍ୟ ସ୍ଥାନାନ୍ତରିତ ଖୁବ୍ ଶୀଘ୍ର କରାଯିବ। ସମୁଦାୟ 2693 ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ପ୍ରାଥମିକ ଶିକ୍ଷା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆମର ଯେଉଁ CSC ରହିଛି ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ। ବାତ୍ୟା ସମୟରେ ଯେଉଁ ହେଭି ରେନ୍ ହୁଏ, ପବନ ହୁଏ, ସେ ସମୟରେ ପାୱାର କଟ୍ ଅଫ୍ ହୋଇଯାଏ, ପାଣି ବହୁତ ସମୟରେ ରାସ୍ତା ଉପରେ ଚରିଯାଏ। ସେ କାରଣରୁ ମଧ୍ୟ ତାର କଡ଼ା ମୁକାବିଲା କରିବା ପାଇଁ ଆମେ ଯେଉଁ ଆମର ଓଡ୍ରାଫ୍ ଟିମ୍ ଅଛନ୍ତି, ସେଥିରେ 30ଟି ଓଡ୍ରାଫ୍ ଟିମ୍, 123ଟି ଅଗ୍ନିଶମ ଟିମ୍ ଏବଂ 5ଟି NDRF ଦଳକୁ ଆମେ ସମ୍ପୂର୍ଣ୍ଣ ଭାବରେ ସେଥିରେ ମୁତୟନ କରି ସାରିଛୁ ଏବଂ ସେଥିରେ ଏକ୍ସଟ୍ରା ବା ଅଧିକ ଟିମ୍ ମଧ୍ୟ ସେଥିରେ ଆମେ ରଖିଛୁ। ଯଦି କୌଣସି ପରିସ୍ଥିତିରେ ରାସ୍ତା ଯଦି କଟ୍ ଅଫ୍ ହୋଇଯାଉଛି ତାହେଲେ ମଧ୍ୟ ଆମେ ସେମାନେ ସେ ଜାଗାରେ ହିଁ ସେ ଜିଲ୍ଲା ହେଡ଼କ୍ୱାର୍ଟର ମାନଙ୍କରେ କିମ୍ବା ସେ ପାଖାପାଖି ଜାଗାରେ ଥିବେ, ସେମାନେ ମଧ୍ୟ ସେଠି ପହଞ୍ଚି ତ୍ୱରିତ ପର୍ଯ୍ୟାୟରେ ଖବର ପାଇଲା ମାତ୍ରେ ସେମାନେ ତାହାର ମଧ୍ୟ କାମରେ ସେମାନେ ବ୍ୟବହୃତ ହୋଇପାରିବେ। ଏଣୁ ନିଶ୍ଚିତ ଭାବରେ ଏଥିରେ ଆମର ପର୍ଯ୍ୟଟକମାନଙ୍କୁ ନ ଯିବା ପାଇଁ ସେ ଅଞ୍ଚଳ ଯେଉଁଠି ପର୍ଯ୍ୟଟନ କ୍ଷେତ୍ର ଅଛି, ଗୋପାଳପୁର, ମହେନ୍ଦ୍ରଗିରି, ଆମର ଦେଓମାଳି ଏବଂ ସେ ଅଞ୍ଚଳରେ ଯେଉଁ ଅଛି ନ ଯିବା ପାଇଁ ମଧ୍ୟ ସେମାନଙ୍କୁ ଏ ବାବଦରେ ସୂଚନା ପ୍ରଦାନ କରାଯାଇଛି। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସୂଚନା ଦିଆଯାଇଛି। ସ୍କୁଲକୁ 30 ତାରିଖ ପର୍ଯ୍ୟନ୍ତ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି, ଆବଶ୍ୟକ ହେଲେ ମଧ୍ୟ ବଢ଼ାଯାଇପାରିବ। ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ କରାଯାଇଛି। ଅଙ୍ଗନବାଡ଼ି ପିଲାମାନଙ୍କୁ ଡ୍ରାଇ ଫ୍ରୁଟ୍ ଦେବା ପାଇଁ ଘରମାନଙ୍କୁ ବ୍ୟବସ୍ଥା କରାଯାଉଛି। ସ୍କୁଲ ପିଲାଙ୍କୁ ମାନଙ୍କୁ ମଧ୍ୟ ତାଙ୍କୁ ଯେଉଁ ତାଙ୍କର ପର୍ ଡେର ଯେଉଁ ଖାଦ୍ୟ ଇଏ ବି ବୋଧେ ଘରକୁ ପଠାଇ ଦିଆଯିବ। ଏ ସମସ୍ତ ବ୍ୟବସ୍ଥା ଆମେ କରିଛୁ ଏବଂ ବିଶେଷ କରିକି ବଡ଼ ସମସ୍ୟା ଗୋଟେ ହୁଏ ବର୍ଷା ସମୟରେ, ଯେଉଁ ସାପ କାମୁଡ଼ା ଇଞ୍ଜେକ୍ସନର ଆବଶ୍ୟକତା ବହୁତ ପଡ଼େ। ଯେଉଁମାନଙ୍କୁ ସାପ କାମୁଡ଼ିଥାନ୍ତି ସେମାନେ ସେ ସମୟରେ ଡାକ୍ତରଖାନାକୁ ପହଞ୍ଚିବା ବି ଭାରି କଷ୍ଟ ହୋଇଥାଏ। ସେ କ୍ଷେତ୍ରରେ ଅତି ନିକଟରେ ଯେଉଁ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ତାର ସମସ୍ତ ବ୍ୟବସ୍ଥା ଏବଂ କିଛି ଏକ୍ସପିରିଏନ୍ସ ଥିବା ଡକ୍ଟରକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ନିୟୋଜିତ କରାଯାଉଛି ଏବଂ ତାହାଦ୍ୱାରା ନିଶ୍ଚିତ ଭାବରେ ଏଥିରେ ଆମେ ସଫଳ ମୁକାବିଲା କରିପାରିବୁ ଏବଂ ସେମାନଙ୍କର ଜୀବନ ମଧ୍ୟ ଆମେ ବଞ୍ଚାଇବାରେ ବହୁତ ଗୋଟାଏ ମଧ୍ୟ ହୋଇପାରିବ, ତାଙ୍କୁ ବଞ୍ଚାଯାଇପାରିବ। ଏବଂ ଏ ଘଟଣାର ସମସ୍ତ ମୁକାବିଲା କରିବା ପାଇଁ ଅଧିକ ପମ୍ପ ସେଟ୍, କେଉଁଠି ପାଣି ଭର୍ତ୍ତି ହୋଇଗଲେ ତାକୁ ନିଷ୍କାସନ କରିବା ପାଇଁ, ଯେଉଁଠି ପାୱାର କଟ୍ ଅଫ୍ ହୋଇଯିବ ସେ ଜାଗାରେ ଜେନେରେଟରର ଅଧିକ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇ ଫ୍ରୁଟ୍ ମଧ୍ୟ, ରନ୍ଧା ଖାଦ୍ୟ ମଧ୍ୟ ଏବଂ ତାହା ସହିତ ମଧ୍ୟ ଆମର ଯେଉଁ ପ୍ରାଣୀ ସମ୍ପଦ ଅଛନ୍ତି ସେଥିରେ ଗୋରୁ, ଗାଈ, ଆପଣଙ୍କର ମଇଁଷି, ଛେଳି, ମେଣ୍ଢା ଏ ସମସ୍ତଙ୍କୁ ଯେତେବେଳେ ଏଭାକୁଏଟ୍ ସେମାନଙ୍କୁ ମଧ୍ୟ କରାଯିବ, ତାଙ୍କର ବି ଖାଦ୍ୟ ବ୍ୟବସ୍ଥା ସହିତ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ତାକୁ ମଧ୍ୟ କାର୍ଯ୍ୟକାରୀ ଏଥିରେ କରାଯାଉଛି। ଏଣୁ ମୋଟାମୋଟି ଭାବରେ ସମ୍ପୂର୍ଣ୍ଣ ଭାବରେ 3 ଦିନ ଆଗରୁ ପ୍ରସ୍ତୁତି ହେବା ଏବଂ ଆଜି ତାହାର ଶେଷ ପ୍ରସ୍ତୁତି ଆମେ ଆମ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଆଜି ଆମର ଆବଶ୍ୟକତା ଯାହା ଥିଲା ଆମେ ତାକୁ ଆଜି କରାଉଛନ୍ତି। ମୁଁ ଆଶା ନିଶ୍ଚିତ ଭାବରେ ଏଥିରେ କରିବି ଯେ ଆମର ବିଭାଗ ତରଫରୁ, ସରକାରଙ୍କ ତରଫରୁ ଯେଉଁ ବିଭିନ୍ନ ବିଭାଗକୁ ନେଇକରି ଆମେ ଯାହାର ଯାହା ଡ୍ୟୁଟି ଅଛି, କାମ ଅଛି, ତାକୁ ସୁଚାରୁ ରୂପେ ସମ୍ପାଦନ ସେମାନେ କରିବେ ଏବଂ ଆଗୁଆ ମଧ୍ୟ କିଛି କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ସେମାନଙ୍କୁ ଏମ୍ପାୱାରମେଣ୍ଟ କରିଦିଆଯାଇଛି, ଯାହାଫଳରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକାର ଆଉ ପାୱାର ଦେଇ ଦିଆଯାଇଛି। ଅଧିକାରୀମାନେ ମଧ୍ୟ ସେମାନେ ଆଉ କାହାକୁ ଅର୍ଡ଼ର ନ ମାଗିକି ମଧ୍ୟ ତାହାର ପ୍ରତିକାର କରିବା ପାଇଁ ଯଥା ସମୟରେ ସେମାନେ ଏହାକୁ କରିପାରିବେ, ଯଦ୍ୱାରା କି ଆମେ ଜିରୋ କାଜୁଆଲିଟି ବଜାଇ ରଖିବା ସହିତ ପାୱାର କେମିତି ଆସିବ, ସ୍ୱଚ୍ଛ ପିଇବା ପାଣି କେମିତି ତାଙ୍କ ପାଖରେ ପହଞ୍ଚି ପାରିବ, ଡ୍ରାଇ ଫ୍ରୁଟ୍ କେମିତି ପହଞ୍ଚି ପାରିବ, ପଲିଥିନ୍ କେମିତି ପହଞ୍ଚି ପାରିବ, ରୋଗୀ କେମିତି ଯଦି କୌଣସି ଜାଗାରେ ରହିଗଲା ତାହେଲେ ଠିକ୍ ଜାଗାରେ ପହଞ୍ଚି ପାରିବ, ଏ ଯେଉଁ ଗୁଡ଼ିକ ଇମର୍ଜେନ୍ସି ଅଛି ତାକୁ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା
आमे जेभଳି भाबरे करिछु निश्चित भाबरे यार सफल मुकाबिला आम सरकार ताकू करिवे एवं से जीरो काजुआलिटी निश्चित भाव बजाई रखिबु से प्रकार सुनिश्चित करने व्यापक भाव ये व्यवस्था आमको सफल दे पारिबो। धन्यवाद।